ଶିବ ବିବାହ ପରେ ଶୀତଳ ଷଷ୍ଠୀର ପରଦିନ ଶ୍ରୀକ୍ଷେତ୍ରର ପଞ୍ଚୁ ପାଣ୍ଡବ ଭାବେ ଜଣାଶୁଣା ପଞ୍ଚ ମହାଦେବଙ୍କ ସମେତ ବିଭିନ୍ନ ସାହିର ଇଷ୍ଟଦେବ ଭାବେ ପୂଜିତ ମହାଦେବମାନେ ନବବିବାହିତା ପାର୍ବତୀଙ୍କ ସହ ଗୁଆଲି ବୁଲାରେ ବୁଲି ନଗର ପରିକ୍ରମା କରିବା ସହ ବିଭିନ୍ନ ସ୍ଥାନରୁ ପନ୍ତି ଭୋଗ ଗ୍ରହଣ କରିଥିଲେ। ଶୀତଳ ଷଷ୍ଠୀର ରାତିରେ ଶ୍ରୀମନ୍ଦିରସ୍ଥ ମା ମହାଲକ୍ଷ୍ମୀ ମନ୍ଦିରରେ ବିଜେ କରିଥିବା ପଞ୍ଚୁ ପାଣ୍ଡବଙ୍କର ସେହିଠାରେ ପଞ୍ଚୁଗ୍ରାସୀ ନୀତି ସମ୍ପନ୍ନ ହୋଇଥିଲା। ସନ୍ଧ୍ୟା ପରେ ଦେବଦମ୍ପତି ମାନେ ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ବାହାରିବା ପରେ ଶ୍ରୀନଅର ଓ ରଥଖଳା ସମେତ ବିଭିନ୍ନ ବ୍ୟକ୍ତିଙ୍କ ଗୃହ ଅନୁଷ୍ଠାନରୁ ପନ୍ତି ଭୋଗ ଗ୍ରହଣ କରିଥିଲେ। ଶ୍ରୀମନ୍ଦିରର ସେବକ ପରମ୍ପରାରେ ବିବାହର ତୃତୀୟ ଦିବସରେ ଗୁଆଲି ବୁଲାର ପରମ୍ପରା ରହିଥିବା କାରଣରୁ ସେମାନଙ୍କ ପ୍ରଭାବରେ ଶିବ ପାର୍ବତୀ ଓ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କ ଗୁଆଲି ବୁଲା ନୀତି ଅନୁଷ୍ଠିତ ହୋଇଥିବା ଜଣାଯାଏ। ଶ୍ରୀ ଶ୍ରୀ ଯମେଶ୍ୱର ହିଁ କେବଳ ମା ପାର୍ବତୀଙ୍କ ସହ ନିଜ ରଥାକୃତି ବିମାନରେ ଥିବାବେଳେ ଶ୍ରୀକ୍ଷେତ୍ରର ଅନ୍ୟ ସମସ୍ତ ମହାଦେବ ବୃଷଭ ଉପରେ ବସି ଗୁଆଲି ବୁଲା ବୁଲିଥିଲେ। ଗୁଆଲି ବୁଲା ସମୟରେ କେତେକ ସ୍ଥାନରେ ରଙ୍ଗୀନ ଆଲୋକ, ଡିଜେ, ବାଜା, ନାଗା ମେଢ ଆଦି ଥିବା ବର୍ଣ୍ଣାଢ୍ୟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।